ଆରେ ମୁଁ ବିରିୟାନୀ ମତେ ଦେଖି ତ ଜାଣି ପାରୁଥିବ ମତେ ଖାଲି ମୋ କଥା ଭାବିଲେ ଲୋକଙ୍କ ମୁହଁରୁ ନାଳ ବାହାରେ ଯେ ନୁଡୁଲ୍ସ ଆଗରେ ବିରିୟାନୀ ମତେ ହସା ନଥିବ ହେଲା। ନୁଡୁଲ୍ସ ଥରେ ଖାଇଛୁ ହଁ ତ ବା କେଦିନ ନୁଡୁଲ୍ସ ଖାଇଛି ମାନେ ଗୋଟେ ନୁଡୁଲ୍ସ ଟାଣି ଆଣିକି ପାଟିରେ ପୁରିକି ଖାଲି ଏମିତି ଏମିତି ଶୋଷି ନବୁ ଆହା ପାଟି ଭିତରେ ଗଲା ପରେ ଯେ ଆତ୍ମା ତୃପ୍ତି ଲାଗିବ ଆହା ସେ କଥା କହିନେ ଅଛି ଯେ ମଜା ନୁଡୁଲ୍ସ ରେ ଅଛି ବିରିୟାନୀର କାଢୁ ଆଇବ ବେ ବାଳ ଏଇ ବାଳ ବିରିୟାନୀ ଆଉ ନୁଡୁଲ୍ସ ବହୁତ ଦାଦାଗିରି ଦେଖାଉଛ ବାଳ ମୁଁ ଥିନି ନିବିନି କି ଟାଉଟିରେ ଦେଖାଉଛ କି ମତେ କିଏ ଚିହ୍ନିଛ ବାଳ ତମ ଜେଜେ ଗୁପଚୁପ ଗୁପଚୁପ ଓଡିଶାର ପ୍ରତ୍ୟେକ ଟୋକି ମାନଙ୍କର ପ୍ରଥମ ପସନ୍ଦ ବାଳ ମାର୍କେଟ ଯାଇଥିବେ ସେମାନେ ମତେ ଯଦି ଦେଖିନେବେ ମାର୍କେଟର ମୁଁ ଅଛି କୋଉ କାମ କରିବା ପାଇଁ ଯାଇଥିବେ ସେଇଟା ଭୁଲିଯିବେ ପ୍ରଥମେ ମତେ ଖାଇବେ ତାପରେ ପୁଣି ଗୋଟେ ଶୁଖିଲା ଖାଇକି ଆସିବେ ବାଳ ମୋ ଖଟା ପାଣି ଦେଖିଲେ ତାଙ୍କ ନାଳରୁ ମାନେ ଜିଭରୁ ନାଳ ପୁରା ଥପ ଥପ ହେଇକି ଗଳି ପଡେ ତମେ କହୁଛ ତମେ ଫେବରେଟ ଫୁଡ ମୁଁ କଣ ଗାଣ୍ଡି ଭରିବା ପାଇଁ ଯିବି ହଁ ବାଳ ଗୁପଚୁପ ଆଗରେ ଦାଦାଗିରି ଚାଲବେ ବାଳ ଗୁପଚୁପ ଖାଇକି ଖଟା ପାଣି ତ ଉପରେ ଛେପ ପକେଇଦେବି ମୁଁ କିଛି କହିବି ନା ପଳେଇଯିବି ଘରକୁ ନା ତମରି ମାନେ ଖାଲି କହୁଥିବ ବାଳ ମତେ କେମିତି ଭୁଲିଗଲ ପଖାଳକୁ କେମିତି ଭୁଲିଗଲ ପ୍ରତି ଓଡିଆଙ୍କର ହୃଦୟର ମାନେ ଖାଦ୍ୟ ମୁଁ ମନ ଭଲ ନାହିଁ ପଖାଳ ଖାଉ ପେଟ ଗରମ ହେଇଛି ପଖାଳ ଖାଉ ଗାର୍ଲଫ୍ରେଣ୍ଡ ଛାଡି ଦେଇ ଚାଲିଗଲା ପଖାଳ ଖାଉ ମାଇପ ଗାଳି ଦଉଛି ପଖାଳ ଖାଉ କିଛି ଖାଇତେ ଇଚ୍ଛା ହଉ ନାହିଁ ପଖାଳ ଖାଉ ଘର ତ କିଛି ନାହିଁ ପଖାଳ ଖାଉ ପଖାଳ ମାନେ ପଖାଳକୁ କେମିତି ଭୁଲିଗଲ ବେ ବାଳ ମୋ ଭରିଆ ଅଣ୍ଡର ରେଟେଡ ଫୁଡ ତମେ ଜୀବନରେ କେବେ ଖାଇଛ ବାଳ ପଖାଳ ସହିତ ଆଳୁ ଚଟୁଣି ଆଉ ଟିକେ ପିଆଜ କାଟିକି ଖାଇଦବାର ଯୋଉ ମଜା ଆହା ମାନେ ଚିକେନ ମାନେ ଖାଇଲେ ବି ସେଭଳିଆ ମଜା ଆସିବନି ମତେ ଭୁଲି ଯାଉଛ ତାପରେ ଆସିକି ଟାଉଟରି ମାରୁଛ ଆମେ ଭଲ ହଁ ବାଳ ପଖାଳ ଖାଇସାରିକି ଯୋଉ ତୋରାଣୀ ପିଇ ଦେଲେ ଯୋଉ ଆତ୍ମା ଶାନ୍ତି ମିଳେ ସେଭଳିଆ ଶାନ୍ତି କଣ ବାହାହେଲେ ବି ମିଳେ ମୁଁ ଆଉ କିଛି କହିବିନି ଆଉ ଆମ ଭାଇ ମାନେ ସବୁ କମେଣ୍ଟର ସବୁ ଲେଖିବେ ତମେ ଦେଖିବ ଭାଇ ମାନେ ଟିକେ କମେଣ୍ଟରେ ଟିକେ ଲେଖିଦେଲ ପଖାଳ ଖାଇବାରେ କଣ କଣ ଉପକାରିତା